गुरु ब्रह्मा गुरु विष्णु गुरुदेव महेश्वर गुरु साक्षात् परं ब्रह्म तस्मै श्री गुरवे नमः। पूज्य श्री चरण बाबांकर नित्य नैमित्तिक जीवन विषय जानिबार अनुसंधिष्ठा मन नहीं आंभे माने से दिन जगतसिंहपुर जिलार सदर महकुमा जगतसिंहपुर स्थित सान बजार रे प्रतिष्ठित महिमा आश्रम को छुट्टी आसीथिलु। पूज्य बाबा वर्तमान 121 वर्ष रे पदार्पण करिसंती। तांकर प्रत्येक दिनर कार्यकलाप को निरीक्षण कले आजिर युव समाज मध्य आश्चर्य चकित हो उठिब। जड़े 121 वर्ष अतिवाहित कला परे भी मध्य किभली भावरे कर्म तत्पर स्वाध्यायनिष्ठ कर्तव्य परायण चलचंचल जीवन नहीं सारा विश्ववासी निकट में अद्वैत ब्रह्मवादर प्रचार करि चलिछंती एवं तांकर कार्य द्वारा पूज्य बाबा महोदय लोक मानकु किभली शिक्षा दान करुछंती ताहा ही अनुकरणीय। वर्तमान पूज्य बाबा महोदय आसन त्याग करी तृणासन त्याग करी एवं स्नानादि क्रिया समापन करने निमित्त स्नान पाई प्रस्तुत होउछंती। ये नवेम्बर मासर 26 तारिख हाड़ को फटेला भली भयंकर शीतर प्रकोप रे आजिर मनुष्य जेतेबेले नाना प्रकार सेज सुपाति मध्य निजर शरीर को साहित करे किंतु आपण माने देखंतु बाबा महोदय संपूर्ण उलग्न शरीर रे मात्र शरीर मध्य रे रहिछि बळकळ परिधान खंडिए मात्र जहा व्याकरणर महान विद्वान कहिथिले तृणानि सज्जा परिधान बळकळम। तृणर सज्जा एवं परिधान हेउछि बळकळ। ठीक सेही भली बाबा महोदय तृणसज्जा त्याग कले शरीर रे मात्र लज्जा निवारण निमित्त बकल खंडिए संपूर्ण खोला शरीर रे नवेम्बर मासर यही भयंकर शीतर प्रकोप मध्य रे टिके हेले भी शीतर शैत्य रे कंपी जाऊ नाहंती। केही तांकु तांकर काम प्रत्येक दिनर नित्य नैमित्तिक क्रिया देखी केही केवे हेले विश्वास करि परिबो नहीं जे बाबा महोदय सतेरे 121 वर्ष अतिवाहित कला परे मध्य एई भली चलचंचल हेई पारंती। शीतर प्रकोप तांकु बाधा दिए नहीं। से कर्म रे केबे विमुख हुअंती नहीं। कर्तव्य निष्ठारे केबे पश्चात धावन करती नहीं। आउ जे निजर मन एवं धारणा रे सही एक अद्वितीय ब्रह्म को निकट रे निजर आत्मा को निजर मन को निजर शरीर को संपूर्ण रूप रे समर्पण कर सारी तापाई ये साधारण शीत बाक जहा ही गीतारे कहा जाइछि शीतोष्ण सुख दुखेषु समानत्वम। शीत उष्ण खरा वर्षा सबुरी भितरे समानता रक्षा करने को बाबा महोदय ताहा ही रक्षा करिसेंति। एबे बाबा महोदय दंत धावन पाई शुद्ध मूर्तिकार दंत धावन कले
ଆଜିର ବଜାରରେ ଚହଟ ଚିକଣ ମିଳୁଥିବା ନାନା ପ୍ରକାର ଦନ୍ତ ଧାବନ ପ୍ରୟୋଗ ଠାରୁ ବାବା ମହୋଦୟ ବହୁତ ଦୂରରେ। ଶୁଦ୍ଧ ମୂର୍ତ୍ତିକାରେ ଦନ୍ତ ଧାବନ କରି ଏବେ ବାବା ମହୋଦୟ ନିଜର ଜିହ୍ୱାକୁ ଶୁଦ୍ଧ କରୁଛନ୍ତି ଏବଂ ଏହି ଭୟଙ୍କର ଶୀତ ରାତି ବର୍ତ୍ତମାନ ରାତ୍ରିର ବ୍ରାହ୍ମ ମୁହୂର୍ତ୍ତ ସମୟ। ରାତ୍ର ଶେଷସ୍ତୁ ଦୌଦଣ୍ଡ ଶେଷସ୍ତୁ ବ୍ରାହ୍ମ ମୁହୂର୍ତ୍ତକଂ ବିଦୁ। ରାତ୍ରର 2 ଦଣ୍ଡ ଥିବ, ତାକୁ ହିଁ ବ୍ରାହ୍ମ ମୁହୂର୍ତ୍ତ କୁହାଯାଏ। ବାବା ସେଇ 2 ଦଣ୍ଡ ଶେଷ ରାତ୍ରିରୁ ଗାତ୍ରୋତ୍ଥାନ ପୂର୍ବକ ଶଯ୍ୟା ତ୍ୟାଗ କରି ସ୍ନାନ ପାଇଁ ଏବେ ବିଜେ କରିଛନ୍ତି। ବାବା ସ୍ୱ ଅଙ୍ଗରେ ଏବେ ସ୍ୱ ହସ୍ତରେ ସ୍ନାନାଦି କ୍ରିୟା ସମାପନ କରୁଛନ୍ତି। ଏଥିପାଇଁ କୌଣସି ଶିଷ୍ୟ ପ୍ରଶିଷ୍ୟ ସହକର୍ମୀ ଅନ୍ୟ କୌଣସି ସାଧୁର ସେ ଆବଶ୍ୟକତା କରନ୍ତି ନାହିଁ। ନିଜର ସମସ୍ତ କାର୍ଯ୍ୟକୁ ନିଜ ହାତରେ ନିଜେ ନିଷ୍ଠାର ସହ ସମ୍ପାଦନ କରିବାରେ କି ଆନନ୍ଦ ଅଛି, ତାହା ହିଁ କର୍ତ୍ତବ୍ୟନିଷ୍ଠ ବ୍ୟକ୍ତି ଉତ୍ତମ ଭାବରେ ଜାଣେ। ବାବା ଏବେ ସ୍ୱ ଗାତ୍ରକୁ ସ୍ୱ ଶରୀରକୁ ପୋଛି ନେଉଛନ୍ତି। ଜଳର ଶୀତଳତା, ବାହାରର ଶୀତଳତା ତାଙ୍କୁ ପ୍ରକମ୍ପିତ କରୁନାହିଁ, ସେ ଥରି ଉଠୁନାହାନ୍ତି। ବଡ଼ ଆନନ୍ଦରେ ପ୍ରଭୁଙ୍କ ଠାରେ ମନ ରଖି ସ୍ନାନ କ୍ରିୟାରେ ପ୍ରବୃତ୍ତ ହେଉଛନ୍ତି। ବାବାଙ୍କର ପ୍ରତ୍ୟେକ କ୍ରିୟା ଠିକ୍ ଏଇଭଳି ଚାଲେ। ନିଜର ତ୍ୟାଗ ନିଷ୍ଠା, ନିଜର କର୍ତ୍ତବ୍ୟ ନିଷ୍ଠା, ନିଜର ସ୍ୱାଧ୍ୟାୟରେ ସବୁବେଳେ ରତ, ବ୍ରହ୍ମଚିନ୍ତନରେ ସବୁବେଳେ ମସ୍ତ ଏବଂ ସମାଗତ ଭକ୍ତମାନଙ୍କୁ ବ୍ରହ୍ମୋପଦେଶ ଦେବାରେ, ଦର୍ଶନର ନିଗୂଢ଼ ତତ୍ତ୍ୱକୁ ବ୍ୟାଖ୍ୟା କରିବାରେ କେବେ ହେଲେ ବାବା ନିଜେ ଏ ସମସ୍ତ କ୍ରିୟା ସମ୍ପାଦନ କରିବାରେ କେବେ ପଛେଇ ଯାଆନ୍ତି ନାହିଁ, କାତରତା ଦେଖାନ୍ତି ନାହିଁ, ଆଳସ୍ୟତା ତାଙ୍କୁ ସ୍ପର୍ଶ କରେ ନାହିଁ। ସତରେ ମଣିଷ ଜୀବନରେ ଯଦି ଶତ୍ରୁ କେହି ଥାଏ, ତେବେ ତାହା ହେଉଛି ଆଳସ୍ୟ। ଶରୀରସ୍ଥ ମହାନ ରିପୁ, ଶରୀର ମଧ୍ୟରେ ଥିବା ମହାନ ରିପୁ ହେଉଛି ଆଳସ୍ୟ। ଆଉ ମନୁଷ୍ୟର ଯଦି ଯଥାର୍ଥରେ ବନ୍ଧୁ କେହି ଥାଏ, ତାହେଲେ ମନୁଷ୍ୟ ମଧ୍ୟରେ ଥିବା ଉଦ୍ୟମ, ପ୍ରଚେଷ୍ଟା, ପ୍ରଯତ୍ନ, କାର୍ଯ୍ୟକୁ ସୁଚାରୁ ରୂପରେ ସମ୍ପାଦନ କରିବା ନିମିତ୍ତ ନିଜ ଭିତରେ ଥିବା ଯେଉଁ ଉତ୍ସାହ, ନିଜ ଭିତରେ ଥିବା ପ୍ରେରଣା, ନିଜ ଭିତରେ ଥିବା ଉଦ୍ୟମ ହିଁ ମନୁଷ୍ୟର ଉତ୍ତମ ବନ୍ଧୁ। ବାବା ମହୋଦୟ ଦେଖନ୍ତୁ, ଶୀତର ଶୈତ୍ୟତା, ଶୀତର ଶୀତଳତା, ମାଘ ମାସର ଇଏ ହାଡ଼ଭଙ୍ଗା ଶୀତ ବାବାଙ୍କୁ ବ୍ୟଥିତ କରୁନାହିଁ। ଢାଳ ପରେ ଢାଳ ଜଳ ସେ ନିଜ ଦେହରେ ନିଜେ ହିଁ ପ୍ରକ୍ଷେପ କରି ଚାଲିଛନ୍ତି। ଯାହାର ମନ, ଯାହାର କ୍ରିୟା ସବୁକିଛି ସେଇ ବ୍ରହ୍ମ ପାଇଁ ଅର୍ପଣ ହେଇ ସାରିଛି, ତାକୁ ଏ ବାହାରର ଶୀତ, ବାହାରର ସୁଖ, ବାହାରର ଦୁଃଖ କିଭଳି ଅବା ବ୍ୟଥିତ କରିବ? ବାବା ମହୋଦୟ ଏବେ ସ୍ନାନ କ୍ରିୟା ସମାପନ କଲେ। ନିଜର ପରିଧେୟ ବଳକଳରେ ଶରୀରକୁ ପୋଛି ନେଉଛନ୍ତି। ଦେଖୁଛନ୍ତି ତ,
121 ବର୍ଷର ବୃଦ୍ଧ ଏ ପ୍ରବଳ ଶୀତରେ କମ୍ପି ଯାଉନାହିଁ। ଶରୀରରେ ଶୀତର ଶୀତତା ତାଙ୍କୁ ବ୍ୟଥିତ କରୁନାହିଁ। ନିଜ କାର୍ଯ୍ୟରେ